ଭାରତର ନୂତନ ରାଜ୍ୟର କ'ଣ ନାମ? ଅପସନ୍ ଗୁଡ଼ିକ ହେଉଛି ଏ ଛତିଶଗଡ଼, ବି ଝାଡ଼ଖଣ୍ଡ, ସି ଉତ୍ତରାଞ୍ଚଳ, ଡି ତେଲେଙ୍ଗାନା। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ଡି ତେଲେଙ୍ଗାନା। କେବେ ଉତ୍ତରାଞ୍ଚଳ ନାମ ପରିବର୍ତ୍ତନ ହୋଇ ଉତ୍ତରାଖଣ୍ଡ ହେଲା? ଅପସନ୍ ଗୁଡ଼ିକ ହେଉଛି ଏ 1999, ବି 2002, ସି 2005, ଡି 2007। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ଡି 2007। ବାଲେଶ୍ୱର ଜିଲ୍ଲାରୁ କେବେ ଭଦ୍ରକ ଅଲଗା ଜିଲ୍ଲା ମାନ୍ୟତା ପାଇଥିଲା? ଅପସନ୍ ଗୁଡ଼ିକ ହେଉଛି ଏ 1951, ବି 1992, ବି ସି 1993, ଡି 1994। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ସି 1993। ପଶ୍ଚିମବଙ୍ଗର କେଉଁ ଜିଲ୍ଲାରେ ସବୁଠାରୁ ଅଧିକ ଜଙ୍ଗଲ ଅଛି? ଅପସନ୍ ଗୁଡ଼ିକ ହେଉଛି ଏ ଜଲପାଇଗୁଡ଼ି ଜିଲ୍ଲା, ବି ବାଙ୍କୁରା ଜିଲ୍ଲା, ସି ମାଲଦା ଜିଲ୍ଲା, ଡି ଝାରଗ୍ରାମ ଜିଲ୍ଲା। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ଏ ଜଲପାଇଗୁଡ଼ି ଜିଲ୍ଲା। ଚିଲିକା ହ୍ରଦ କେଉଁ ପ୍ରତିରକ୍ଷିତ ପ୍ରକୃତି ସ୍ଥଳ ଭିତରେ ପଡ଼େ? ଅପସନ୍ ଗୁଡ଼ିକ ହେଉଛି ଏ ଜଳପ୍ରବାହ ଅଞ୍ଚଳ, ବି ରାମସର ସ୍ଥଳ, ସି ଜୈବ ବିଭିନ୍ନତା କ୍ଷେତ୍ର, ଡି ପ୍ରାକୃତିକ ଅପୂର୍ବ ସ୍ଥଳ। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ବି ରାମସର ସ୍ଥଳ। ବିଜୁ ପଟ୍ଟନାୟକ ବିମାନ ବନ୍ଦର କେଉଁ ସହରରେ ଅବସ୍ଥିତ? ଅପସନ୍ ଗୁଡ଼ିକ ହେଉଛି ଏ କଟକ, ବି ରାଉରକେଲା, ସି ଭୁବନେଶ୍ୱର, ଡି ବ୍ରହ୍ମପୁର। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ସି ଭୁବନେଶ୍ୱର। ଓଡ଼ିଶାର ରାଜ୍ୟପାଳ 2023ରେ କିଏ ଥିଲେ? ଅପସନ୍ ଗୁଡ଼ିକ ହେଉଛି ଏ ରଘୁବର ଦାସ, ବି ଗଣେଶୀଲାଲ, ସି ସତ୍ୟପାଲ ମଲ୍ଲିକ, ଡି ଏସ୍.ସି. ଜମିର। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ବି ଗଣେଶୀଲାଲ। ଗତ ବର୍ଷ IPL ଚାମ୍ପିୟନ ଦଳର ନାମ କ'ଣ? ଅପସନ୍ ଗୁଡ଼ିକ ହେଉଛି ଏ ଚେନ୍ନାଇ, ବି ମୁମ୍ବାଇ, ସି କୋଲକାତା, ଡି ଲକ୍ଷ୍ନୌ। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ସି କୋଲକାତା। ପରବର୍ତ୍ତୀ ପ୍ରଶ୍ନ, IPL କେବେ ଆରମ୍ଭ ହୋଇଥିଲା? ଅପସନ୍ ଗୁଡ଼ିକ ହେଉଛି ଏ 2006, ବି 2007, ସି 2008, ଡି 2009। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ସି 2008। ଆଜିର ଶେଷ ପ୍ରଶ୍ନ, ମୂଳ IPLରେ କେତୋଟି ଦଳ ଥିଲା? ଅପସନ୍ ଗୁଡ଼ିକ ହେଉଛି ଏ 6ଟି, ବି 8ଟି, ସି 10ଟି, ଡି 12ଟି। ସଠିକ୍ ଉତ୍ତର କମେଣ୍ଟ ସେକ୍ସନରେ କୁହନ୍ତୁ। ସଠିକ୍ ଉତ୍ତର ହେଉଛି ବି 8ଟି।
आम वीडियोटी को लाइक करंतु, शेयर करंतु, सब्सक्राइब करंतु।